2019 ମସିହାରେ ମତେ ଯୋଉ ଜନ ଆଶୀର୍ବାଦ ହେଇଥିଲା ସେ ଜନ ଆଶୀର୍ବାଦ ଆଜି ଆପଣ ମାନେ ଦେଖୁଥିବେ ହଜାର ହଜାର ଲୋକ ତାଙ୍କ ସ୍ୱଇଚ୍ଛାରେ ଭୋଟର ଭାଇ ଓ ଭଉଣୀ ମାନେ ମତେ ବାଧ୍ୟ କରିଥିଲେ। ମୁଁ ଆଜି ତାଙ୍କ ସକାଶେ ଏଠି ସ୍ୱାଧୀନ ଭାରତ ହିସାବରେ ମୋର ଆଜି ଫାଇଲ କରୁଛି। ଆପଣ ଦେଖୁଥିବେ ଏଇ ଯୋଉ ଜନମାନସ ଆଜି ଦେଖିଲେ ଲକ୍ଷ ଲକ୍ଷ ଲୋକ ଆଜି ସାମିଲ ହେଇ ମତେ ଏଠି ନମିନେସନ କରିବାକୁ ଆଣିକି ଆସିଥିଲେ। ଗୋଟିଏ ଟଙ୍କା ବି ମୁଁ ଖର୍ଚ୍ଚ କରିନି, ଖାଲି ଗୋଟିଏ ଡାକରା ଦେଇଥିଲି ଯେ ଭାଇମାନ ମତେ ଗୋଟିଏ ଲୋକ ସ୍ୱାଭିମାନ ପୁର ରକ୍ଷା କରିବା ପାଇଁ ଗୋଟେ ବିହାରୁଣୀ ଏଭଳି କାମ କଲା ଯେ ସାରା ଖୋର୍ଦ୍ଧା ଜିଲ୍ଲାଟାକୁ ଖାଇଗଲା। କିନ୍ତୁ ମୁଁ ବାଧ୍ୟ ହୋଇ ଆଜି ମୋ ଭାଇମାନଙ୍କ ସାଧାରଣ ଭୋଟର ମୋ କର୍ମୀ ମାନଙ୍କ ସାଙ୍ଗରେ ମୁଁ ଆସି ଆପଣମାନଙ୍କ ପାଖରେ ନିକଟରେ ସବ୍ କଲେକ୍ଟର ଅଫିସରେ ନମିନେସନ କରିବା ପାଇଁ ପହଞ୍ଚେ। କଣ ଆପଣଙ୍କର ଲକ୍ଷ୍ୟ କଣ ରହିବ? ଲକ୍ଷ୍ୟ ରହିବ କଣ, ଆପଣ ଦେଖୁଥିବେ ହଜାର ହଜାର ଜନସାଧାରଣ ମତେ ସମର୍ଥନ ଅଛି। ନିଶ୍ଚିତ ମୁଁ 30,000 ଭୋଟରେ ବିଜୟ ଲାଭ କରିବି। ଏମପି ଭୋଟ କାହାକୁ ସନ୍ତୋଷ ମିଶ୍ରକୁ ବି ଏମପି ଭୋଟ ଦେବେ ଏବଂ କାହାକୁ କିଏ ଦବ ସେ ଏମପି ଭୋଟ ପାଇଁ ମୁଁ ବିଶେଷ ବାଧ୍ୟ କରୁନାହିଁ। କିନ୍ତୁ ଅପରିଚିତା ଷଡ଼ଙ୍ଗୀ ମୁଁ ଏଠି ବିହାର ପଠେଇବି ବୋଲି ଯୋଜନା କରିଛି।